ରାତିର ନୀରବତା ହେଉ ବା ଦିନର କ୍ଳାନ୍ତି, ସବୁଠି ମୁଁ ମୋ ଆଈର ଚାହା କପ୍କୁ ପାଏ। ଯେଉଁଠି ବି ମୋ ଆଈ ଯାଏ ସେଠି ହୁରି ପଡ଼ିଯାଏ। ହେ ଆଈ ନାନୀ ଆସିଲେ, ଚାହା ବସାମ। ଗୋଟେ ନୁହେଁ କି ଦୁଇଟା ନୁହେଁ, ପାଖାପାଖି 10 କପ୍ ଚାହା ନ ପିଇଲେ ତା ମନ ପୁରେନି। ବାରମ୍ବାର ଚାହା ହାଣ୍ଡି ବସୁଥିବ, ଆଉ ତୋ ସାଙ୍ଗରେ ବସି ଯେତେ ପାଟି ପୋଡ଼ିଗଲେ ବି ଆମେ ଚାହା ଲୁଚେଇ ଲୁଚେଇ ପିଇଯାଉ। ଯଦି ଏକାଦଶୀଟା ପଡ଼ିଯାଏ ନା, ମୋ ଆଈ ଆଉ ବଡ଼ ମାର ଯୋଡ଼ିଟା ପୁରା ଜମିଯାଏ। ଡକାଡକି ହୋଇ ଚା'ର ଆସର ଜମେଇ ଦିଅନ୍ତି ସେମାନେ। କିନ୍ତୁ ଦେଖ, ଏ ନିଷ୍ଠୁର ସମୟ ଭିତରେ ଆଈ ଆମକୁ ଚାହା ପିଇବା ଶିଖେଇ ଦେଇ କୁଆଡ଼େ ହଜିଗଲା କେଜାଣି। ତୁ ନାହୁଁ ସତ, ହେଲେ ତୋ ଚାହା କପ୍ ଆଜି ବି ତୋ ଅପେକ୍ଷାରେ ଅଛି। ତୁ ଆସିବୁ, ଆମ ସାଙ୍ଗରେ ଚାହା ପିଇବୁ। ଅଧୁଆ ମୁହଁରେ ବିଛଣାରେ ବସି ଏ ବେଟି ନୁହେଁ, ବରଂ ସୁଖ ଦୁଃଖର ସାଥୀ ଚାହା ପିଇବାଟା ଆମ ଜୀବନରେ ଗୋଟେ ସବୁଦିନିଆ ଅତିଥି ହୋଇଯାଇଥିଲା ଆଈ। ଏବେ ତ ଅଧା କପ୍ ଚାହା ଆମେ କରିଛୁ, କିନ୍ତୁ ଚାହାଟା ଜମା ମିଠା ହୋଇନି। କାହିଁକି ପଚାରୁନୁ? ତାର ଉତ୍ତରଟା ହେଉଛି, ତୁ ନାହୁଁ ଯେ କହିଥାନ୍ତା ଆଉ ଟିକେ ମିଠା ହୋଇଥାନ୍ତା ମ। ହାଡ଼ଭଙ୍ଗା ଶୀତରେ ମାଟି ଚୁଲି ପାଖରେ ବସି ତୋ ପାଇଁ ଚାହା କରିଛୁ ଆଈ। ତୁ ଆସିବୁ ଆଉ ଜାହିର କରିବୁ ଯେ ସବୁ ହେଲା, ଯେ ଚିନିଟା ଟିକେ କମ୍ ହୋଇଗଲା। ଆପଣମାନେ ଯଦି ଆପଣଙ୍କ ଆଈ ସାଙ୍ଗରେ ଏମିତି କିଛି ସ୍ମୃତି ଏବଂ ଏମିତି କିଛି ସମୟ ବିତେଇଛନ୍ତି, ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା, ତେବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁନି।